ओम शांति 3-8-24 महावाक्य प्रातः मुरली मिठे बचे। ଏହା ହେଉଛି ବିଶାଳ ଏବଂ ଅବିନାଶୀ ରଙ୍ଗମଞ୍ଚ, ଯେଉଁଠାରେ ତୁମ ଆତ୍ମାମାନେ ଅଭିନୟ କରିବା ପାଇଁ ବନ୍ଧାୟମାନ ଅଟ। ଏଥିରେ ପ୍ରତ୍ୟେକଙ୍କର ପୂର୍ବ ନିଶ୍ଚିତ ଅଭିନୟ ନିର୍ଦ୍ଧାର୍ଯ୍ୟ ରହିଛି। ପ୍ରଶ୍ନ: କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାର ପୁରୁଷାର୍ଥ କ'ଣ? ପ୍ରଶ୍ନ: କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାର ପୁରୁଷାର୍ଥ କ'ଣ? ଉତ୍ତର: କର୍ମାତୀତ ହେବା ପାଇଁ ପୂରା ସମର୍ପଣ ହେବା ପାଇଁ ପଡ଼ିବ। ନିଜର କିଛି ବି ରହିବ ନାହିଁ। ଯଦି ସବୁ କିଛି ଭୁଲି ଯାଉଥିବ, ତେବେ ଯାଇ କର୍ମାତୀତ ହୋଇପାରିବ। ଯେଉଁମାନଙ୍କୁ ଧନ ଦୌଲତ ପିଲାଛୁଆ ମନେ ପଡ଼ୁଛନ୍ତି, ସେମାନେ କର୍ମାତୀତ ହୋଇପାରିବେ ନାହିଁ। ସେଥିପାଇଁ ବାବା କହୁଛନ୍ତି, ମୁଁ ଗରିବମାନଙ୍କର ବନ୍ଧୁ ଅଟେ। ଗରିବ ପିଲାମାନେ ତୁରନ୍ତ ସମର୍ପଣ ହୋଇଯାଇଥାନ୍ତି ଏବଂ ସହଜରେ ସବୁ କିଛି ଭୁଲି ଏକମାତ୍ର ବାବାଙ୍କ ସ୍ମୃତିରେ ରହିପାରନ୍ତି। ଓମ୍ ଶାନ୍ତି। ଆତ୍ମାର ପିତା ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି, ପିଲାମାନଙ୍କ ବୁଦ୍ଧିରେ ନିଶ୍ଚିତ ହୋଇସାରିଛି ଯେ ଏବେ ଘରକୁ ଯିବାକୁ ହେବ, କିନ୍ତୁ ଏକଥା ଭକ୍ତମାନଙ୍କ ବୁଦ୍ଧିରେ ନାହିଁ। ତୁମେମାନେ ଜାଣୁଛ, ଏହି 84 ଜନ୍ମର ଚକ୍ର ଏବେ ଶେଷ ହେବାକୁ ଯାଉଛି। ଏହା ବହୁତ ବଡ଼ ଅବିନାଶୀ ମଣ୍ଡପ ଅଥବା ଷ୍ଟେଜ୍ ଅଟେ, ଅବିନାଶୀ ନାଟ୍ୟଶାଳା ଅଟେ। ତୁମକୁ ଏହି ପୁରୁଣା ନାଟ୍ୟଶାଳାକୁ ଛାଡ଼ି ଘରକୁ ଯିବାକୁ ହେବ, କିନ୍ତୁ ଅପବିତ୍ର ଆତ୍ମା ଘରକୁ ଯାଇପାରିବେ ନାହିଁ। ତେଣୁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ବର୍ତ୍ତମାନ ଏହି ଖେଳର ଶେଷ ସମୟ, ଅସରନ୍ତି ଦୁଃଖର ଏବେ ଅନ୍ତିମ ସମୟ। ଏସବୁ ମାୟାର ଆଡ଼ମ୍ବର ଅଟେ, ଯାହାକୁ ମନୁଷ୍ୟମାନେ ସ୍ୱର୍ଗ ବୋଲି ଭାବୁଛନ୍ତି। କେତେ କୋଠାବାଡ଼ି ମଟର ଆଦି ରହିଛି, ଯାହାକୁ ମାୟାର ପ୍ରତିଯୋଗିତା ବୋଲି କୁହାଯାଇଛି। ନର୍କର ସ୍ୱର୍ଗ ସହିତ ପ୍ରତିଯୋଗିତା ଚାଲିଛି। ଏସବୁ ଅଳ୍ପ ସମୟର ସୁଖ। ଡ୍ରାମା ଅନୁସାରେ ଏହା ହେଉଛି ମାୟାର ପ୍ରଲୋଭନ। ବର୍ତ୍ତମାନ କେତେ ଧୀର ମନୁଷ୍ୟ ଅଛନ୍ତି। ପ୍ରଥମେ ତ କେବଳ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ଥିଲା। ଏବେ ତ ଏହି ନାଟ୍ୟଶାଳା ପୁରା ଭରପୁର ହୋଇଗଲାଣି। ବର୍ତ୍ତମାନ ଏହି ଚକ୍ର ଶେଷ ହେବାକୁ ଯାଉଛି। ସମସ୍ତେ ତମୋ ପ୍ରଧାନ ହୋଇଯାଇଛନ୍ତି। ସୃଷ୍ଟି ମଧ୍ୟ ତମୋ ପ୍ରଧାନ ହୋଇଯାଇଛି, ପୁଣି ସତୋ ପ୍ରଧାନ ହେବ। ସାରା ସୃଷ୍ଟି ନୂଆ ହେବା ଦରକାର ନା। ନୂଆରୁ ପୁରୁଣା, ପୁରୁଣାରୁ ନୂଆ ଅଗଣିତ ଥର ହୋଇ ଆସିଛି। ଏହା ଅନାଦି ଖେଳ ଅଟେ ନା। ଏହା କେବେ ଆରମ୍ଭ ହେଲା, ଏକଥା କେହି କହିପାରିବେ ନାହିଁ। ଏହା ଅନାଦି ଚାଲି ଆସୁଛି। ଏକଥା ମଧ୍ୟ ତୁମେ ହିଁ ଜାଣିଛ, ଯାହା ଅନ୍ୟ କେହି ବି ଜାଣିନାହାନ୍ତି। ତୁମେମାନେ ମଧ୍ୟ ଏହି ଜ୍ଞାନ ପ୍ରାପ୍ତ କରିବା ପୂର୍ବରୁ କିଛି ବି ଜାଣିନଥିଲ। ଏକଥା ଦେବତାମାନେ ମଧ୍ୟ ଜାଣିନାହାନ୍ତି। କେବଳ ତୁମେ ପୁରୁଷୋତ୍ତମ ସଙ୍ଗମଯୋଗୀ ବ୍ରାହ୍ମଣ ହିଁ ଜାଣିଛ। ପୁଣି ଏହି ଜ୍ଞାନ ପ୍ରାୟତଃ ଲୋପ ହୋଇଯିବ। ବାବା ଆମକୁ ସୁଖଧାମର ମାଲିକ କରାଇଲେ, ଆଉ ବାକି କ'ଣ ଦରକାର? ବାବାଙ୍କ ଠାରୁ ଯାହା ପାଇବାର ଥିଲା ପାଇଗଲୁ, ବାକି ଆଉ କିଛି ଦରକାର ନାହିଁ। ତେଣୁ ବାବା ବୁଝାଉଛନ୍ତି, ପିଲାମାନେ, ତୁମେମାନେ ହିଁ ସବୁଠାରୁ ଅଧିକ ପତିତ ହେଉଛ। ପ୍ରଥମେ ତୁମେମାନେ ହିଁ ଅଭିନୟ କରିବା ପାଇଁ ଆସୁଛ। ତେଣୁ ତୁମମାନଙ୍କୁ ହିଁ ପ୍ରଥମେ ଯିବାକୁ ହେବ। ଏହା ଚକ୍ର ଅଟେ ନା। ପ୍ରଥମେ ତୁମେ ହିଁ ମାଳାରେ ଗୁନ୍ଥା ହେବ। ଏହା ରୁଦ୍ରମାଳା ଅଟେ ନା। ଏହି ମାଳାରେ ସାରା ଦୁନିଆର ମନୁଷ୍ୟ ଗୁନ୍ଥା ହୋଇଛନ୍ତି।
ସୂତାରୁ ବାହାରି ପରମଧାମ ଚାଲିଯିବେ। ପୁଣି ଏହିପରି ଆସି ରୁଦ୍ରମାଳାରେ ଗୁନ୍ଥା ହେବେ। ଏହା ବହୁତ ବଡ଼ ମାଳା ଅଟେ। ଶିବ ବାବାଙ୍କର କେତେ ଢେର ସନ୍ତାନ ଅଛନ୍ତି। ପ୍ରଥମେ ତୁମେ ଦେବତାମାନେ ଆସୁଛ। ଏହା ବେହଦର ମାଳା, ଯେଉଁଥିରେ ସମସ୍ତେ ମଣିଷମାନ ଗୁନ୍ଥା ହୋଇଛନ୍ତି। ରୁଦ୍ରମାଳା ଏବଂ ବିଷ୍ଣୁଙ୍କ ମାଳାର ଗାୟନ କରାଯାଇଥାଏ। ପ୍ରଜାପିତା ବ୍ରହ୍ମାଙ୍କର କୌଣସି ମାଳା ନାହିଁ। ବ୍ରହ୍ମା କୁମାର କୁମାରୀମାନଙ୍କର ମାଳା ହୋଇନଥାଏ। କାହିଁକି ନା ତୁମର ଉନ୍ନତି ଅବନତି ହେଉଛି। ପୁଣି ତୁମେମାନେ ହାରି ବି ମଧ୍ୟ ଯାଉଛ। ବାରମ୍ବାର ତୁମକୁ ମାୟା ତଳେ ପକାଇ ଦେଉଛି। ସେଥିପାଇଁ ବ୍ରାହ୍ମଣମାନଙ୍କର ମାଳା ନାହିଁ। ଯେତେବେଳେ ତୁମେମାନେ ପୁରା ପାସ୍ ହୋଇଯାଉଛ, ସେତେବେଳେ ବିଷ୍ଣୁଙ୍କର ମାଳା ହେଉଛି। ଏପରି ଭାବରେ ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ବଂଶାବଳୀ ରହିଛି। ତୁମେ ପାସ୍ ହୋଇଯିବା ପରେ କହିପାରିବ ଯେ ବ୍ରହ୍ମାଙ୍କର ମଧ୍ୟ ମାଳା ରହିଛି। ବଂଶାବଳୀ ରଚନା ହୋଇଛି। ବର୍ତ୍ତମାନ ସମୟରେ ମାଳା ତିଆରି ହୋଇପାରିବ ନାହିଁ। କାହିଁକି ନା ଆଜି ପବିତ୍ର ରହୁଛନ୍ତି, କାଲି ପୁଣି ମାୟା ଜାବଡ଼ା ମାରି କାୟା ପରିବର୍ତ୍ତନ କରିଦେଉଛି। ଏହାଦ୍ୱାରା କରିଥିବା ରୋଜଗାର ମଧ୍ୟ ସମାପ୍ତ ହୋଇଯାଉଛି। ସେଥିପାଇଁ ଭାଙ୍ଗି ପଡ଼ୁଛନ୍ତି। ଯେଉଁଠାରୁ ତଳକୁ ଖସୁଛ ବିଚାର କର। ବାବା କହୁଛନ୍ତି, କେଉଁଠାରୁ ତଳକୁ ଖସୁଛ ବିଚାର କର। ବାବା ତ ବିଶ୍ୱର ମାଲିକ କରୁଛନ୍ତି। ତାଙ୍କ ଶ୍ରୀମତରେ ଚାଲିଲେ ତୁମେମାନେ ଉଚ୍ଚ ପଦ ପାଇପାରିବ। ଯଦି ହାରିଗଲ, ତେବେ ସବୁ କିଛି ଶେଷ ହୋଇଯିବ। କାମ ବିକାର ମହାଶତ୍ରୁ। ଏହାଠାରୁ ହାରିବା ଉଚିତ ନୁହେଁ। ବାକି ସବୁ ବିକାର ତାର ପିଲାଛୁଆ ଅଟନ୍ତି। ସବୁଠାରୁ ବଡ଼ ଶତ୍ରୁ ହେଲା କାମ ବିକାର। ତେଣୁ ଏହା ଉପରେ ହିଁ ବିଜୟ ପ୍ରାପ୍ତ କରିବାକୁ ହେବ। କାମ ବିକାର ଉପରେ ବିଜୟ ପ୍ରାପ୍ତ କଲେ ତୁମେମାନେ ଜଗତ ଜିତ୍ ହୋଇଯିବ। ଏହି 5 ବିକାର ତୁମର ଅଧା କଳ୍ପର ଶତ୍ରୁ ଅଟନ୍ତି। କିନ୍ତୁ ତାଙ୍କୁ କେହି ଛାଡ଼ୁନାହାନ୍ତି। ସମସ୍ତେ ପାଟି କରି କହୁଛନ୍ତି ଯେ କ୍ରୋଧ କରିବାକୁ ପଡ଼ୁଛି, କିନ୍ତୁ ଦରକାର କ'ଣ ଅଛି? ସ୍ନେହର ସହିତ ମଧ୍ୟ କାର୍ଯ୍ୟ ହୋଇପାରିବ। ଚୋରକୁ ଯଦି ସ୍ନେହର ସହିତ ବୁଝାଇବ, ତେବେ ସିଏ ତୁରନ୍ତ ସତ୍ୟ କହିଦେବ। ବାବା ବୁଝାଉଛନ୍ତି, ମୁଁ ସ୍ନେହର ସାଗର ଅଟେ ନା। ତେଣୁ ପିଲାମାନେ ମଧ୍ୟ ସ୍ନେହର ସହିତ କାମ କରିବା ଉଚିତ। କୌଣସି ବଡ଼ ପୋଜିସନରେ ବି ଥାନ୍ତୁ, ବାବାଙ୍କ ପାଖକୁ ତ ମିଲିଟାରୀ ବାଲା ମଧ୍ୟ ଆସୁଛନ୍ତି। ସେମାନଙ୍କୁ ମଧ୍ୟ ବାବା ବୁଝାଉଛନ୍ତି, ଯଦି ତୁମେ ସ୍ୱର୍ଗକୁ ଯିବାକୁ ଚାହୁଁଛ, ତେବେ କେବଳ ଶିବ ବାବାଙ୍କୁ ହିଁ ମନେ ପକାଅ। ସେମାନଙ୍କୁ କୁହାଯାଇଛି, ତୁମେମାନେ ଯୁଦ୍ଧଭୂମିରେ ଶରୀର ତ୍ୟାଗ କରିଲେ ସ୍ୱର୍ଗକୁ ଯିବ। ବାସ୍ତବରେ ଏହା ହିଁ ଯୁଦ୍ଧଭୂମି ଅଟେ। ସେମାନେ ଲଢ଼େଇ କରି କରି ମରିଯାଉଛନ୍ତି, ପୁଣି ଯାଇ ଜନ୍ମ ନେଉଛନ୍ତି। କାହିଁକି ନା ସଂସ୍କାର ନେଇ ଯାଉଛନ୍ତି। କିନ୍ତୁ ସେମାନେ ସ୍ୱର୍ଗକୁ ତ ଯାଇପାରିବେ ନାହିଁ। ତେଣୁ ବାବା ସେମାନଙ୍କୁ ବୁଝାଉଥିଲେ, ତୁମେ ଶିବ ବାବାଙ୍କୁ ମନେ ପକାଇଲେ ସ୍ୱର୍ଗକୁ ଯାଇପାରିବ। କାହିଁକି ନା ବର୍ତ୍ତମାନ ସ୍ୱର୍ଗର ସ୍ଥାପନା ହେଉଛି। ଶିବ ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ। ଯଦି ଏହି ଜ୍ଞାନକୁ ଟିକିଏ ବି ବୁଝିଗଲେ, ତେବେ ଏହି ଅବିନାଶୀ ଜ୍ଞାନର ବିନାଶ ହେବ ନାହିଁ। ତୁମେମାନେ ମେଳା ଆଦି କରୁଛ, ତେଣୁ ପ୍ରଜା ହେଉଛନ୍ତି। ତୁମେ ଆତ୍ମିକ ସେନା ଅଟ ନା। ଏଥିରେ କମାଣ୍ଡର, ମେଜର ଆଦି କମ୍ ହୋଇଥାନ୍ତି। ପ୍ରଜା ତ ବହୁତ ହେବେ। ଯିଏ ଭଲ ଭାବରେ ବୁଝେଇଥାନ୍ତି, ସିଏ ଭଲ ପଦ ପାଇବେ। ଏଥିରେ ମଧ୍ୟ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ରହିଛି। ତୁମେମାନେ ଶିକ୍ଷା ଦେଇ ଚାଲୁଛ। କେହି କେହି ତ ବିଲକୁଲ ତୁମ ଭଳି ହୋଇଯାଉଛନ୍ତି। କେହି ପୁଣି ସବୁଠାରୁ ଉପରକୁ ମଧ୍ୟ ଯାଉଛନ୍ତି। ଦେଖାଯାଏ ଜଣେ ଅନ୍ୟ ଜଣଙ୍କ ଠାରୁ ଉନ୍ନତି କରି ଚାଲୁଛନ୍ତି।
ନୂଆ ନୂଆ ମାନେ ମଧ୍ୟ ପୁରୁଣାମାନଙ୍କ ଠାରୁ ଆଗକୁ ଚାଲି ଯାଇଥାନ୍ତି। ଯଦି ବାବାଙ୍କ ସହିତ ପୁରା ଯୋଗ ଲାଗିଗଲା ତେବେ ବହୁତ ଉନ୍ନତି କରିବେ। ସବୁକିଛି ଯୋଗ ଉପରେ ଆଧାରିତ। ଏହି ଜ୍ଞାନ ତ ବହୁତ ସହଜ। ତୁମେମାନେ ଅନୁଭବ ମଧ୍ୟ କରୁଥିବ। ବାବାଙ୍କୁ ୟାଦ କରିବାରେ ହିଁ ବିଘ୍ନ ପଡ଼ିଥାଏ। ବାବା କହୁଛନ୍ତି ଭୋଜନ ମଧ୍ୟ ୟାଦରେ ରହି ଖାଅ। କିନ୍ତୁ କେହି 2 ମିନିଟ୍ 5 ମିନିଟ୍ ଯୋଗରେ ରହୁଛନ୍ତି। ସାରା ସମୟ ଯୋଗଯୁକ୍ତ ହୋଇ ରହିବା ବହୁତ ମୁସ୍କିଲ। ମାୟା କେଉଁଠାକୁ ନା କେଉଁଠାକୁ ବୁଦ୍ଧିକୁ ଉଡ଼ାଇ ନେଇ ଭୁଲାଇ ଦେଉଛି। ଏକମାତ୍ର ବାବାଙ୍କ ବିନା ଯେତେବେଳେ ଆଉ କାହାର ୟାଦ ରହିବ ନାହିଁ ତେବେ ଯାଇ କର୍ମାତୀତ ଅବସ୍ଥା ହେବ। ଯଦି କିଛି ବି ନିଜର ଥିବ ତେବେ ତାହା ନିଶ୍ଚିତ ମନେ ପଡ଼ିବ। କିଛି ବି ମନେ ନ ପଡ଼ୁ। ଏହି ବାବା ଏହାର ଉଦାହରଣ ଅଟନ୍ତି। ୟାଙ୍କର କ'ଣ ମନେ ପଡ଼ିବ? ତାଙ୍କର କ'ଣ କେହି ପିଲାଛୁଆ ଧନ ସମ୍ପତ୍ତି ଆଦି ଅଛି? କେବଳ ତୁମେମାନେ ହିଁ ମନେ ପଡ଼ୁଛ। ତୁମେମାନେ ତ ବାବାଙ୍କୁ ନିଶ୍ଚିତ ମନେ ପଡ଼ିବ, କାହିଁକି ନା ବାବା ଆସିଛନ୍ତି ତୁମମାନଙ୍କର କଲ୍ୟାଣ କରିବା ପାଇଁ। ବାବା ତ ସମସ୍ତଙ୍କୁ ମନେ ପକାଉଛନ୍ତି, କିନ୍ତୁ ବୁଦ୍ଧି ଫୁଲମାନଙ୍କ ଆଡ଼କୁ ଚାଲି ଯାଉଛି। ଅନେକ ପ୍ରକାରର ଫୁଲ ଥାନ୍ତି। ବିନା ସୁଗନ୍ଧର ଫୁଲ ମଧ୍ୟ ରହିଛନ୍ତି। ଏହା ଏକ ବଗିଚା ଅଟେ ନା। ବାବାଙ୍କୁ ବାଗବାନ ମାଳି ମଧ୍ୟ କହୁଛନ୍ତି। ଏକଥା ତ ତୁମେମାନେ ଜାଣିଛ। ମନୁଷ୍ୟ କ୍ରୋଧର ବଶବର୍ତ୍ତୀ ହୋଇ କେତେ ଲଢ଼େଇ ଝଗଡ଼ା କରୁଛନ୍ତି। ବହୁତ ଦେହାଭିମାନ ରହିଛି। ବାବା ବୁଝାଉଛନ୍ତି କେବେ କେହି କ୍ରୋଧ କଲେ ଶାନ୍ତ ହୋଇ ରହିବା ଉଚିତ। କ୍ରୋଧ ମଧ୍ୟ ଏକ ଭୂତ ନା। ଭୂତ ପାଖରେ ଶାନ୍ତିରେ ଉତ୍ତର ଦେବା ଉଚିତ। ସର୍ବଶାସ୍ତ୍ରମୟୀ ଶିରୋମଣି ଶ୍ରୀମଦ୍ ଭଗବତ ଗୀତା ହେଲା ଈଶ୍ୱରୀୟ ମତ। ଈଶ୍ୱରୀୟ ମତ, ଆସୁରୀ ମତ ଏବଂ ଦୈବୀ ମତ ବିଷୟରେ ଏକମାତ୍ର ଈଶ୍ୱର ହିଁ ଆସି ବୁଝାଉଛନ୍ତି। ବାବା ଆମକୁ ରାଜଯୋଗର ଜ୍ଞାନ ଦେଉଛନ୍ତି। ପୁଣି ଏହି ଜ୍ଞାନ ଗୁପ୍ତ ହୋଇଯିବ। ତୁମେ ରାଜାମାନଙ୍କର ରାଜା ହୋଇଗଲ। ପୁଣି ଏହି ଜ୍ଞାନ କ'ଣ କରିବ? 21 ଜନ୍ମ ପାଇଁ ତ ପ୍ରାରବ୍ଧ ଭୋଗ କରୁଛ। ସେଠାରେ ତୁମମାନେ ଜାଣିପାରିବ ନାହିଁ ଯେ ଏହା ଆମ ପୁରୁଷାର୍ଥର ଫଳ ଅଟେ। ଅନେକ ଥର ତୁମେମାନେ ସତ୍ୟଯୁଗକୁ ଯାଉଛ। ଏହି ଚକ୍ର ଘୂରି ଚାଲିଛି। ସତ୍ୟଯୁଗ, ତ୍ରେତାଯୁଗ ହେଉଛି ଜ୍ଞାନର ଫଳ। ଏହିପରି ନୁହେଁ ଯେ ସେଠାରେ ଜ୍ଞାନ ମିଳିଥାଏ। ବାବା ଆସି ଏଠାରେ ଭକ୍ତିର ଫଳ ଜ୍ଞାନ ଦେଉଛନ୍ତି। ବାବା କହୁଛନ୍ତି ତୁମେମାନେ ଅଧିକ ଭକ୍ତି କରିଛ। ଏବେ ଏକମାତ୍ର ବାବାଙ୍କୁ ମନେ ପକାଅ, ତେବେ ତମୋ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। ଏଥିରେ ହିଁ ତୁମକୁ ମେହନତ କରିବାକୁ ପଡ଼ିବ। ତୁମେ ରଚନାର ଆଦି ମଧ୍ୟ ଅନ୍ତକୁ ମନେ ପକାଅ, ତେବେ ଚକ୍ରବର୍ତ୍ତୀ ରାଜା ହୋଇଯିବ। ଭଗବାନ ନିଜ ପିଲାମାନଙ୍କୁ ଭଗବାନ ଭଗବତୀ କରିବେ ନା, କିନ୍ତୁ ଦେହଧାରୀଙ୍କୁ ଭଗବାନ ଭଗବତୀ କହିବା ଭୁଲ। ବ୍ରହ୍ମା, ବିଷ୍ଣୁ ଏବଂ ଶିବବାବାଙ୍କ ମଧ୍ୟରେ ନିବିଡ଼ ସମ୍ବନ୍ଧ ରହିଛି। ଏହି ବ୍ରହ୍ମା ପୁଣି ବିଷ୍ଣୁ ହେବେ। ବର୍ତ୍ତମାନ ଏହାଙ୍କ ଶରୀରରେ ହିଁ ଶିବଙ୍କର ପ୍ରବେଶତା ହେଉଛି। ସୂକ୍ଷ୍ମ ଲୋକ ନିବାସୀଙ୍କୁ ଫରିସ୍ତା କୁହାଯାଏ। ତୁମେମାନେ ମଧ୍ୟ ଫରିସ୍ତା ହେବାକୁ ପଡ଼ିବ। ସାକ୍ଷାତକାର ହେଉଛି ବାକି ଆଉ କିଛି ନୁହେଁ। ବ୍ରହ୍ମଲୋକରେ ସମ୍ପୂର୍ଣ୍ଣ ନୀରବତା ଥାଏ। ସୂକ୍ଷ୍ମ ଲୋକରେ ଇଙ୍ଗିତର ଭାଷା ଓ ସ୍ଥୂଳ ଲୋକରେ କଥାବାର୍ତ୍ତା କରିଥାନ୍ତି। ବାବା କହୁଛନ୍ତି ସୂକ୍ଷ୍ମ ଲୋକରେ ଇଙ୍ଗିତର ଭାଷା ଓ ସ୍ଥୂଳ ଲୋକରେ କଥାବାର୍ତ୍ତା କରିଥାନ୍ତି। ଏହା ହେଉଛି ବିସ୍ତାରର କଥା। ବାକି ସଂକ୍ଷିପ୍ତରେ କହୁଛନ୍ତି
ମନ୍ମନା ଭବ ମୋତେ ଏବଂ ସୃଷ୍ଟିଚକ୍ରକୁ ମନେ ପକାଅ। ଏଠାରେ ବସି ମଧ୍ୟ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ। ଏହି ପୁରୁଣା ଦୁଃଖଧାମକୁ ଭୁଲିଯାଅ। ଏହା ହେଉଛି ବୁଦ୍ଧି ଦ୍ୱାରା ବେହଦର ସନ୍ନ୍ୟାସ କରିବା। ସନ୍ନ୍ୟାସୀମାନେ ହଦର ସନ୍ନ୍ୟାସ କରିଥାନ୍ତି। ନିବୃତ୍ତି ମାର୍ଗର ଲୋକେ ପ୍ରବୃତ୍ତି ମାର୍ଗର ଜ୍ଞାନ ଦେଇପାରିବେ ନାହିଁ। ରାଜାରାଣୀ ହେବା ପ୍ରବୃତ୍ତି ମାର୍ଗ ଅଟେ। ସେଠାରେ ସୁଖ ହିଁ ରହିଛି, କିନ୍ତୁ ସେମାନେ ସୁଖକୁ ମାନୁନାହାନ୍ତି। ସନ୍ନ୍ୟାସୀମାନେ ମଧ୍ୟ କୋଟି କୋଟି ସଂଖ୍ୟାରେ ଅଛନ୍ତି। ସେମାନଙ୍କର ପାଳନା ଏବଂ ରୋଜଗାର ଗୃହସ୍ଥୀମାନଙ୍କ ଦ୍ୱାରା ହୋଇଥାଏ। ପ୍ରଥମେ ତ ତୁମେ ଦାନ ପୁଣ୍ୟରେ ଲଗାଇଲ, ପୁଣି ପାପର ଧନ୍ଦା କରିଲ, ତେଣୁ ପାପ ଆତ୍ମା ହୋଇଗଲ। ତୁମେମାନେ ତ ବର୍ତ୍ତମାନ ଅବିନାଶୀ ଜ୍ଞାନରତ୍ନର ନେଣ ଦେଣ କରୁଛ। ବାବା କହୁଛନ୍ତି, ତୁମେମାନେ ତ ବର୍ତ୍ତମାନ ଅବିନାଶୀ ଜ୍ଞାନରତ୍ନର ନେଣ ଦେଣ କରୁଛ। ଯେଉଁମାନେ ଧର୍ମଶାଳା ଆଦି ତିଆରି କରୁଛନ୍ତି, ସେମାନେ ପରଜନ୍ମରେ ଭଲ ଫଳ ପାଇବେ। ଇଏ ତ ଅବିନାଶୀ ବାବା ଅଟନ୍ତି। ଏହି ଦାନ ପ୍ରତ୍ୟକ୍ଷ ମାତ୍ର, ତାହା ପରୋକ୍ଷ ଅଟେ। ଈଶ୍ୱର ଅର୍ପଣ କରୁଛନ୍ତି ନା, ତେବେ ଭୋଗ ତ ଉଭୟଙ୍କୁ ହୁଏ ନାହିଁ। ଶିବବାବା ତ ଦାତା ଅଟନ୍ତି, ତାଙ୍କୁ କ'ଣ ଭୋଗ ହେବ? ଶ୍ରୀକୃଷ୍ଣ ଦାତା ନୁହନ୍ତି। ବାବା ତ ସମସ୍ତଙ୍କୁ ଦିଅନ୍ତି, କେବେ କାହାଠାରୁ କିଛି ବି ନିଅନ୍ତି ନାହିଁ। 1 ଦେବେ 10 ପାଇବେ। ଗରିବ 2 ଟଙ୍କା ଦେଲେ ତାକୁ ପଦ୍ମ ମିଳିଯାଇଥାଏ। ଭାରତ ସୁନାର ଚଢ଼େଇ ଥିଲା ନା, ବାବା କେତେ ଧନବାନ କରିଥିଲେ। ସୋମନାଥ ମନ୍ଦିରରେ କେତେ ଅସରନ୍ତି ଧନ ଥିଲା, ସବୁ ଲୁଟି କରି ନେଇଗଲେ। ବହୁତ ବଡ଼ ବଡ଼ ହୀରାଲୀଳା ଥିଲା, ଏବେ ତ ତାହା ଦେଖିବାକୁ ମଧ୍ୟ ମିଳୁନାହିଁ। କଟାକଟି ହୋଇ କାର୍ଯ୍ୟରେ ଲାଗିଗଲା। ପୁଣି ଥରେ ଇତିହାସର ପୁନରାବୃତ୍ତି ହେବ। ସେଠାରେ ସବୁ ଖଣି ତୁମ ପାଇଁ ଭରପୁର ହୋଇଯିବ। ହୀରାଲୀଳା ତ ସେଠାରେ ଯେପରି ପଥର ସମାନ ରହିବ। ବାବା ତୁମକୁ ଅବିନାଶୀ ଜ୍ଞାନରତ୍ନ ଦେଉଛନ୍ତି, ଯାହାଦ୍ୱାରା ତୁମେମାନେ ବହୁତ ଧନବାନ ହୋଇଯାଉଛ। ତେଣୁ ମିଠା ମିଠା ପିଲାମାନେ କେତେ ଖୁସି ହେବା ଉଚିତ। ଯେତେ ବଢ଼ିବ ସେତେ ଖୁସିର ନିଶା ଚଢ଼ିବ। ବଡ଼ ପରୀକ୍ଷାରେ ପାସ୍ କଲେ ବୁଦ୍ଧିରେ ରହିଥାଏ ନା, ଏହି ପରୀକ୍ଷାରେ ପାସ୍ କରି ଏଭଳି ପଦ ପାଇବି। ତୁମେମାନେ ମଧ୍ୟ ଜାଣିଛ, ଇଏ ଦେବତା ହେବେ। ଏହା ତ ଜଡ଼ଚିତ୍ର ଅଟେ। ଆମେ ସେଠାରେ ଚୈତନ୍ୟରେ ରହିବୁ। ଏହି ଚିତ୍ର ଯାହାକୁ ତୁମେ ତିଆରି କରିଛ, ତାହା କେଉଁଠାରୁ ଆସିଲା? ଦିବ୍ୟ ଦୃଷ୍ଟିରେ ତୁମେ ଦେଖି ଆସିଛ ନା? ଦିବ୍ୟ ଦୃଷ୍ଟିରେ ତୁମେ ଦେଖି ଆସିଛ ନା? ଏହି ଚିତ୍ର ବହୁତ ଆଶ୍ଚର୍ଯ୍ୟଜନକ ଅଟେ। କେହି ଭାବୁଛନ୍ତି ଏହାକୁ ବ୍ରହ୍ମା ତିଆରି କରିଛନ୍ତି। ଯଦି ଏ କାହାଠାରୁ ଶିଖିଥାନ୍ତେ, ତେବେ କ'ଣ ଜଣେ ଶିଖିଥାନ୍ତେ? ଅନ୍ୟମାନେ ମଧ୍ୟ ଶିଖିଥାନ୍ତେ ନା? ଇଏ କହୁଛନ୍ତି, ମୁଁ କିଛି ବି ଶିଖିନାହିଁ। ଏସବୁ ବାବା ଦିବ୍ୟ ଦୃଷ୍ଟି ଦ୍ୱାରା କରାଉଛନ୍ତି। ଏହି ଚିତ୍ର ସବୁ ଶ୍ରୀମତ ଆଧାରରେ ତିଆରି ହୋଇଛି, ମନୁଷ୍ୟ ମତ ଦ୍ୱାରା ହୋଇନାହିଁ। ପୁଣି ସବୁ କିଛି ସମାପ୍ତ ହୋଇଯିବ, ଚିହ୍ନ ବର୍ଣ୍ଣ ବି ରହିବ ନାହିଁ। ବର୍ତ୍ତମାନ ଏହି ସୃଷ୍ଟିର ଅନ୍ତ ହେବ। ଭକ୍ତିର କେତେ ସାମଗ୍ରୀ ରହିଛି, ଏସବୁ କିଛି ରହିବ ନାହିଁ। ନୂଆ ଦୁନିଆରେ ସବୁ କିଛି ନୂଆ ହେବ। ତୁମେମାନେ ଅନେକ ଥର ସ୍ୱର୍ଗର ମାଲିକ ହୋଇଛ, ପୁଣି ମାୟା ତୁମକୁ ହରାଇ ଦେଉଛି। ବିକାରକୁ ମାୟା କୁହାଯାଇଛି, ଧନକୁ ନୁହେଁ। ତୁମେମାନେ ରାବଣର ଜଞ୍ଜିରରେ ଅଧାକଳ୍ପ ବନ୍ଧା ହୋଇଥିଲ। ରାବଣ ସବୁଠାରୁ ପୁରୁଣା ଶତ୍ରୁ ଅଟେ। ଅଧାକଳ୍ପ ରାବଣ ରାଜ୍ୟ ଚାଲିଛି। ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି, ତେଣୁ ପୁଣି ଅଧା ଅଧାର ହିସାବ ବାହାରୁନାହିଁ। କେତେ ଫରକ ହୋଇଯାଇଛି। ତୁମମାନଙ୍କୁ ବାବା କହୁଛନ୍ତି, ସାରା କଳ୍ପର ଆୟୁଷ 5000 ବର୍ଷ।
ଚଉରାଶୀ ଲକ୍ଷ ଯୋନି ତ ହେବ ନାହିଁ। ଏସବୁ କାହାଣୀ ଅଟେ। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦେବୀ ଦେବତା କ'ଣ ଏତେ ଲକ୍ଷ ବର୍ଷ ରାଜ୍ୟ କରୁଥିଲେ କି? ଏଥିରେ ବୁଦ୍ଧି କାମ କରୁନାହିଁ। ସନ୍ନ୍ୟାସୀମାନେ ଭାବୁଛନ୍ତି ଏବେ ଯଦି ଆମେ ନିଜକୁ ଭୁଲ ବୋଲି ମାନି ନେବୁ ତେବେ ଆମର ସବୁ ଶିଷ୍ୟ ଆମକୁ ଛାଡ଼ିଦେବେ, ଆନ୍ଦୋଳନ ହୋଇଯିବ। ସେଥିପାଇଁ ଏବେ ସେମାନେ ତୁମମାନଙ୍କର ମତକୁ ସ୍ୱୀକାର କରି ନିଜର ଗଦି ଛାଡ଼ିଦେବେ ନାହିଁ। ତେବେ ଅନ୍ତିମ ସମୟରେ କିଛି ବୁଝିବେ, କିନ୍ତୁ ବର୍ତ୍ତମାନ ନୁହେଁ। ଯେଉଁମାନେ ସାହୁକାର ସେମାନେ ହିଁ ଜ୍ଞାନ ନେବେ ନାହିଁ। ବାବା କହୁଛନ୍ତି ମୁଁ ଦୀନବନ୍ଧୁ ଅଟେ। ସାହୁକାର ଲୋକମାନେ କେବେ ସମର୍ପଣ ହୋଇ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ ନାହିଁ। ବାବା ତ ବଡ଼ ଜବରଦସ୍ତ ବ୍ୟାପାରୀ ଅଟନ୍ତି। ଗରିବମାନଙ୍କ ଠାରୁ ହିଁ ନେବେ। ସାହୁକାରମାନଙ୍କ ଠାରୁ ନେଲେ ପୁଣି ଦେବାକୁ ପଡ଼ିବ। ସାହୁକାରମାନେ ମଧ୍ୟ ମୁସ୍କିଲରେ ଏହି ଜ୍ଞାନ ଧାରଣ କରିଥାନ୍ତି। କାହିଁକି ନା ଏଥିରେ ସବୁ କିଛି ଭୁଲିବାକୁ ପଡ଼ିଥାଏ। କିଛି ବି ପାଖରେ ରହିବ ନାହିଁ। ତେବେ ଯାଇ କର୍ମାତୀତ ଅବସ୍ଥା ହେବେ। ସାହୁକାରମାନେ ତ ଭୁଲି ପାରିବେ ନାହିଁ। ତେଣୁ ଯେଉଁମାନେ କଳ୍ପ ପୂର୍ବରୁ ବର୍ଷା ନେଇଥିଲେ ସେହିମାନେ ହିଁ ନେବେ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କୁ ଗୁଡ୍ ମର୍ଣ୍ଣିଂ, ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଯେପରି ବାବା ସ୍ନେହର ସାଗର ଅଟନ୍ତି ସେହିପରି ମାଷ୍ଟର ସ୍ନେହର ସାଗର ହୋଇ ସ୍ନେହ ଆଧାରରେ କାର୍ଯ୍ୟ କରିବାକୁ ହେବ। କ୍ରୋଧର ବଶୀଭୂତ ହୋଇ ନୁହେଁ। ଯଦି କେହି କ୍ରୋଧ କରୁଛି ତେବେ ତୁମକୁ ଶାନ୍ତ ରହିବାକୁ ହେବ। ନମ୍ବର 2, ବୁଦ୍ଧି ଦ୍ୱାରା ହିଁ ପୁରୁଣା ଦୁଃଖର ଦୁନିଆକୁ ଭୁଲି ବେହଦର ସନ୍ନ୍ୟାସୀ ହେବାକୁ ପଡ଼ିବ। ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ପଡ଼ିବ। ଅବିନାଶୀ ଜ୍ଞାନରତ୍ନର ଆଦାନ ପ୍ରଦାନ କରିବାକୁ ହେବ। ବରଦାନ, ବିକାର ରୂପୀ ବିଷଧର ସାପଗୁଡ଼ିକୁ ଗଳାର ମାଳା କରୁଥିବା ଶଙ୍କର ଭଳି ତପସ୍ୱୀ ମୂରତ ହୁଅ। ବରଦାନ, ବିକାର ରୂପୀ ବିଷର ସାପଗୁଡ଼ିକୁ ଗଳାର ମାଳା କରୁଥିବା ଶଙ୍କରଙ୍କ ଭଳି ତପସ୍ୱୀ ମୂରତ ହୁଅ। ବିସ୍ତାର, ଏହି 5 ବିକାର ଗୁଡ଼ିକ ଯାହାକି ଲୋକମାନଙ୍କ ପାଇଁ ବିଷଧର ସାପ ଅଟନ୍ତି, ସେହି ସାପଗୁଡ଼ିକ ତୁମ ଭଳି ଯୋଗୀ ବା ପ୍ରୟୋଗୀ ଆତ୍ମାମାନଙ୍କର ଗଳାର ମାଳା ହୋଇଯାଆନ୍ତି। ଏହା ତୁମ ବ୍ରାହ୍ମଣମାନଙ୍କର ବା ବ୍ରହ୍ମା ବାବାଙ୍କର ଅଶରୀରୀ ତପସ୍ୱୀ ଶଙ୍କର ସ୍ୱରୂପ ସ୍ମରିକ ଆଜି ପର୍ଯ୍ୟନ୍ତ ମଧ୍ୟ ପୂଜା ପାଉଛି। ଦ୍ୱିତୀୟରେ, ଏହି ସାପଗୁଡ଼ିକ ଖୁସିରେ ନାଚିବାରେ ମଞ୍ଚ ପାଲଟି ଯାଉଛନ୍ତି। ତୁମମାନଙ୍କର ଏହି ସ୍ଥିତିକୁ ନାଚିବାର ମଞ୍ଚ ରୂପେ ଦେଖାଉଛନ୍ତି। ତେଣୁ ଯେତେବେଳେ ବିକାରଗୁଡ଼ିକ ଉପରେ ଏଭଳି ବିଜୟ ପ୍ରାପ୍ତ କରିବ ସେତେବେଳେ କୁହାଯିବ ତପସ୍ୱୀ ମୂରତ ପ୍ରୟୋଗୀ ଆତ୍ମା। ସ୍ଲୋଗାନ, ଯାହାର ସ୍ୱଭାବ ମିଠା ଏବଂ ଶାନ୍ତଚିତ୍ତ ଅଟେ ତା ଉପରେ କ୍ରୋଧର ଭୂତ ଆକ୍ରମଣ କରିପାରିବ ନାହିଁ। ସ୍ଲୋଗାନ, ଯାହାର ସ୍ୱଭାବ ମିଠା ଏବଂ ଶାନ୍ତଚିତ୍ତ ଅଟେ ତା ଉପରେ କ୍ରୋଧର ଭୂତ ଆକ୍ରମଣ କରିପାରିବ ନାହିଁ। ଓମ୍ ଶାନ୍ତି।